ବନ୍ଧୁମାନେ ଧନତେରସ କିମ୍ବା ଦୀପାବଳି ଦିନ ପିନ୍ଧି ନିଅନ୍ତୁ ନିଜର ଗଳାରେ ଏହି ଗଛର ଚେରକୁ। ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଆପଣ ବନିଯିବେ କୋଟିପତି। ଯେଉଁଠାକୁ ଯିବେ ସେଠାରେ ଆପଣଙ୍କୁ ସଫଳତା ହିଁ ନିଶ୍ଚିତ ମିଳିବ। ବନ୍ଧୁମାନେ ହିନ୍ଦୁ ସଂସ୍କୃତିରେ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ମହତ୍ତ୍ୱ ଦିଆଯାଇଅଛି। କେତେ ପ୍ରକାରର ବୃକ୍ଷଲତା ହୋଇଥାନ୍ତି ଯିଏକି ବହୁତ ଶୁଭ ଏବଂ ପବିତ୍ର ମାନାଯାଇଥାଏ। କେତେ ଏମିତି ବୃକ୍ଷଲତା ହୋଇଥାନ୍ତି ଯିଏକି ଆମର ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରି ଦେଇଥାନ୍ତି। ଖାସ୍ କଥା ଏହା ଅଟେ କି ବୃକ୍ଷଲତାର ନାଁ କେବଳ ଲୋକମାନେ ପୂଜା କରିଥାନ୍ତି ବରଂ ଔଷଧ ରୂପରେ ମଧ୍ୟ ପ୍ରୟୋଗ କରିଥାନ୍ତି। ଏହା କେତେ ପ୍ରକାରର ବିମାରୀକୁ ଠିକ୍ କରିଥାଏ ଏବଂ ବେଦ ପୁରାଣରେ କେତେ ପ୍ରକାରର ବୃକ୍ଷଲତା ମାନଙ୍କର ଉଲ୍ଲେଖ ରହିଅଛି ଯେମିତିକି ତୁଳସୀ ଗଛ, ଅସ୍ତ ଗଛ, ବର ଗଛ ଏମାନଙ୍କର ବହୁତ ହିଁ ଅଧିକ ମହତ୍ତ୍ୱ ରହିଥାଏ। ବନ୍ଧୁମାନେ ଯଦି ଆପଣ ଦେଖିଥିବେ ଆମେ ସମସ୍ତେ ଅସ୍ତ ଗଛର ପୂଜା କ'ଣ ପାଇଁ କରିଥାନ୍ତି? ଆମେ ଅସ୍ତ ଗଛର ପୂଜା କ'ଣ ପାଇଁ କରିବା? ବଟ ସାବିତ୍ରୀ ଯେଉଁମାନେ ବ୍ରତ କରିଥାନ୍ତି ମା ଭଉଣୀମାନେ ଅସ୍ତ ଗଛର ପୂଜା କ'ଣ ପାଇଁ କରିଥାନ୍ତି? କାହିଁକି ନା ବୃକ୍ଷଲତାରେ କିଛି ଏମିତି ଆଲୌକିକ ଚମତ୍କାରୀ ଶକ୍ତି ରହିଥାଏ ଯାହା ପ୍ରଭାବରେ କମ୍ ସମୟରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିଥାଏ। ତ ଆଜି ମୁଁ ଆପଣଙ୍କୁ ଧନତେରସ କିମ୍ବା ଦୀପାବଳି ଦିନ ସମୟରେ ତାବିଜରେ ଭରିକି ପିନ୍ଧିଦେବେ ଏହି ଗଛର ଚେରକୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ସେଥିପାଇଁ ଆପଣମାନଙ୍କୁ ଗୋଟିଏ ନିବେଦନ, ଏହି ଭିଡ଼ିଓଟିକୁ ଆପଣ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଏହି ଧନତେରସ ବା ଦୀପାବଳି ଦିନର ସମୟ ହୋଇଥାଏ। ଏହି ସମୟ ମଧ୍ୟରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ସବୁଠୁ ଭଲ ସମୟ ମାନାଯାଇଥାଏ। ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତି କରିବାକୁ ଚାହୁଁଥାନ୍ତି, ଶୁଭ ଏବଂ ଲାଭକୁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଧନ ଧାନ୍ୟ କାମନା ଥାଉ ସମୃଦ୍ଧି ପାଇବାକୁ ଚାହୁଁଥାନ୍ତି, ଆରୋଗ୍ୟର ପ୍ରାପ୍ତି କରିବାକୁ ଚାହୁଁଥାନ୍ତି, ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟ ଦୂର ହେଇଯାଉ, ଆପଣଙ୍କୁ ଭଲ ଭାଗ୍ୟର ପ୍ରାପ୍ତି ହେଉ, ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେଉ, ତ ଆପଣ ଆଜିର ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଜି ମୁଁ ଆପଣଙ୍କୁ ଦୀପାବଳି ସମୟରେ ଧାରଣ କରାଯାଉଥିବା 5ଗୋଟି ଚେର ବିଷୟରେ କହିବି। 5ଟି ଚେର ମଧ୍ୟରୁ କୌଣସି ବି ଗୋଟିଏ ବି ଚେର ଅବଶ୍ୟ ଧାରଣ କରିବେ। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ସର୍ବପ୍ରଥମେ ତ ଆପଣ ଧନତେରସ କିମ୍ବା ଦୀପାବଳି ଦିନ ଏହି ଗଛର ଚେରକୁ ନେଇ ଆସନ୍ତୁ ଏବଂ ଏହାକୁ ପୂଜା କରି ଗୋଟେ ଚାନ୍ଦିର ତାବିଜରେ ପୁରାଇ, ଚାନ୍ଦିର ତାବିଜ ପାଇଁ ଯଦି ଆପଣଙ୍କ ପାଖରେ ସାମର୍ଥ୍ୟ ନାହିଁ ତେବେ ଆପଣ ତମ୍ବାର ତାବିଜ ମଧ୍ୟ ଧାରଣ କରିପାରିବେ। ତ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ କି କେଉଁ ବୃକ୍ଷର ଚେରକୁ ଆମେ ଧନତେରସ କିମ୍ବା ଦୀପାବଳି ଦିନ ଆଣିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସର୍ବପ୍ରଥମେ ଆପଣଙ୍କୁ ଚମେଲିର ଚେର ଆଣିବା ଦରକାର। ଚମେଲି ଗଛର ଚେରର ଫାଇଦା ବତେଇବାକୁ ଚାହିଁବି। ଚମେଲିର ମୂଳରେ ବା ଚେରରେ ଦିବ୍ୟ ଶକ୍ତି ମାନଙ୍କର ବାସ ହୋଇଥାଏ। ଆପଣ ଦେଖିଥିବେ ଚମେଲିର ଯେଉଁ ତେଲ ଥାଏ ତାହା ହନୁମାନ ମହାରାଜଙ୍କୁ ସମର୍ପିତ ହୋଇଥାଏ। ଏଥିରେ ହନୁମାନ ମହାରାଜଙ୍କର ଦୈବୀ ଶକ୍ତି ରହିଥାଏ। ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କର କୃପା କରିବାକୁ ଚାହୁଁଛନ୍ତି, ଯେଉଁ ଲୋକ ଆରୋଗ୍ୟ ରହିବାକୁ ଚାହୁଁଛନ୍ତି, ଏମିତି ବ୍ୟକ୍ତି ଚମେଲିର ଯେଉଁ ଚେର ହୋଇଥାଏ ଏହାକୁ ଅବଶ୍ୟ ଆଣିବା ଉଚିତ। ଚମେଲିର ଯେଉଁ ଚେର ହୋଇଥାଏ ଏହାକୁ ଦୀପାବଳି କିମ୍ବା ଧନତେରସ ଦିନ ନେଇ ଆସନ୍ତୁ। ଏହାକୁ ପୂଜା କରି ଏହାକୁ ଗୋଟିଏ ଚାନ୍ଦିର କିମ୍ବା ତମ୍ବା ତାବିଜରେ ପୁରାଇ ଆପଣ ଏହାକୁ ଧାରଣ କରନ୍ତୁ। ଏହା ଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତି ହୋଇଥାଏ, ଆଲୌକିକ ଶକ୍ତିର ପ୍ରାପ୍ତି ହୋଇଥାଏ, ହନୁମାନ ମହାରାଜଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଆପଣ ସର୍ବଦା ନିରୋଗ ରହିଥାନ୍ତି। ଦ୍ୱିତୀୟରେ ଅପାମାର୍ଗ ଗଛ। ଏହାକୁ ଅପାମାର୍ଗ କ'ଣ ପାଇଁ କୁହାଯାଏ? ନା ଏହାର ଯେଉଁ ବୀଜ ହୋଇଥାଏ ଏହା ଓଲଟା ରହିଥାନ୍ତି। ଏଥିପାଇଁ ଏହାକୁ ଅପାମାର୍ଗ କହିଥାନ୍ତି। ଅର୍ଥାତ୍ ଏହା ଦୁନିଆଠୁ ଓଲଟା ଚାଲିଥାଏ। ଅପାମାର୍ଗର ସନ୍ଥ ମହାତ୍ମ୍ୟ ଲୋକ ସବୁଠୁ ଅଧିକ ପ୍ରୟୋଗ କରିଥାନ୍ତି। ଅପାମାର୍ଗ ଯେଉଁ ହୋଇଥାଏ ଏହାର ବୀଜର କ୍ଷୀରି ବନେଇକି ଖାଇବା ଦ୍ୱାରା 30 ଦିନ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ। ସେଥିପାଇଁ ମହାତ୍ମାମାନେ ଏହାର ବୀଜର କ୍ଷୀରି ବନେଇକି ଖାଇଥାନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସାଧନା କରିଥାନ୍ତି। ତ ଏହାକୁ କେବେ ପିନ୍ଧିବା ଦରକାର, କେବେ ଧାରଣ କରିବା ଦରକାର? ତ ଆପଣ ଏହି ଦୀପାବଳି କିମ୍ବା ଧନତେରସ ଦିନ ଏହାର ଚେରକୁ ନେଇ ଆସନ୍ତୁ ଏବଂ ଏହାକୁ ତାବିଜରେ ପୁରାଇ ଆପଣଙ୍କର ଗଳାରେ ଧାରଣ କରନ୍ତୁ। ଏହା ଶତ୍ରୁ ମଧ୍ୟ ନାଶ କରିଥାଏ। ଏକ ଖାସ୍ କଥା, ଯେଉଁ ଲୋକ ବଶୀକରଣ ପ୍ରାପ୍ତି କରିବାକୁ ଯାଉଛନ୍ତି ସେହି ସମସ୍ତ ଲୋକ ତାଙ୍କୁ ଦେଖିକି ସମ୍ମୋହିତ ହୋଇଯାଆନ୍ତୁ। କେବଳ ତାଙ୍କର ହିଁ କଥା ମାନନ୍ତୁ। ଏମିତି ବ୍ୟକ୍ତି ଅପାମାର୍ଗର ଚେର ନିଶ୍ଚୟ ଧାରଣ କରନ୍ତୁ।
ଏହାର ଚେରକୁ ଧାରଣ କରିବା ପରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ଭାଗ୍ୟର ତାଲା ଖୋଲି ଯାଇଥାଏ। ଆପଣ ଯେଉଁଠାକୁ ବି ଯାଉଥାନ୍ତି ଲୋକମାନେ ଆପଣଙ୍କୁ ଦେଖିକି ଆକର୍ଷିତ ହେବେ, ଆପଣଙ୍କର ବଶୀଭୂତ ହୋଇଯିବେ। ତ ଏହାକୁ ଅବଶ୍ୟ ଧାରଣ କରନ୍ତୁ। ଏହାକୁ ପିନ୍ଧିବା ପରେ ଯେଉଁ ନବଗ୍ରହଙ୍କର ପୀଡ଼ା ହୋଇଥାଏ ତାହା ତତ୍କାଳ ଦୂର ହୋଇଥାଏ। ଯେମିତିକି ଶନି ପୀଡ଼ା, ରାହୁ କେତୁ। ତୃତୀୟରେ ବରଗଛର ଜଟା। ଏହା ଭାଗ୍ୟର ତାଲା ଖୋଲିଥାଏ। ରାତାରାତି ଆପଣଙ୍କର ଭାଗ୍ୟକୁ ଚମକେଇଥାଏ। ବରଗଛର ଯେଉଁ ଜଟା ଥାଏ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ବହୁତ ହିଁ ପବିତ୍ର ମାନାଯାଇଥାଏ ଏବଂ ଆମର ହିନ୍ଦୁ ଧର୍ମରେ ବରଗଛକୁ ଦେବବୃକ୍ଷ ମାନାଯାଇଥାଏ। ଦେବବୃକ୍ଷ କ'ଣ ପାଇଁ କୁହାଯାଏ? କାହିଁକି ନା ବଟ ସାବିତ୍ରୀ ଦିନ ଆପଣ ନିଶ୍ଚୟ ଦେଖିଥିବେ ଏହି ବରଗଛର ପୂଜା ହୋଇଥାଏ। ଯେଉଁ ବରଗଛ ଥାଏ ସେଥିରେ ସମସ୍ତ ଦେବାଦେବୀଙ୍କର ଶକ୍ତି ସମାନିତ ରହିଥାଏ। ବରଗଛରେ ପିତୃପୁରୁଷଙ୍କର ବି ବାସ ହୋଇଥାଏ। ବରଗଛକୁ ଭଗବାନ ଶଙ୍କରଙ୍କର ସ୍ୱରୂପ ମାନାଯାଇଥାଏ। ତ ଆପଣ ଯଦି ଆପଣଙ୍କର ଭାଗ୍ୟକୁ ଚମକାଇବାକୁ ଚାହୁଁଛନ୍ତି, ଆଧ୍ୟାତ୍ମିକ ଉନ୍ନତି କରିବାକୁ ଚାହୁଁଛନ୍ତି, ତ ଏହି ଦୀପାବଳି କିମ୍ବା ଧନତେରସ ଦିନ ବରଗଛର ଜଟା ଅବଶ୍ୟ ଧାରଣ କରିପାରିବେ। ଚତୁର୍ଥରେ ଧଳା ଅରଖ ଗଛର ଚେର। ଧଳା ଅରଖ ଗଛର ଚେରକୁ ଭଗବାନ ଗଣେଶଙ୍କ ସ୍ୱରୂପ ମାନାଯାଏ। ଯେଉଁ 11.5 ବର୍ଷର ପୁରୁଣା ଧଳା ଅରଖ ଗଛର ମୂଳ ହୋଇଥାଏ ତାହା ଭଗବାନ ଗଣେଶଙ୍କ ଶୁଣ୍ଡର ଆକୃତି ନେଇଯାଇଥାଏ। ଭଗବାନ ଗଣେଶଙ୍କୁ ରିଦ୍ଧି ସିଦ୍ଧି ଶୁଭ ଲାଭର ସ୍ୱାମୀ କୁହାଯାଇଥାଏ। ଅରଖ ଗଛକୁ ଭଗବାନ ଗଣେଶଙ୍କର ସ୍ୱରୂପ କୁହାଯାଇଥାଏ ଏବଂ ଅରଖ ଗଛର ଚେର ଧାରଣ କରିବା ପରେ ନବଗ୍ରହଙ୍କର ପୀଡ଼ା ଦୂର ହୋଇଥାଏ। ଖାସ୍ କରି ବୁଧ ଗ୍ରହଙ୍କର ପୀଡ଼ା ମଧ୍ୟ ଦୂର ହୋଇଥାଏ। ଶେଷରେ ଅପରାଜିତା। ଅପରାଜିତା କ'ଣ ପାଇଁ ଧାରଣ କରିବା ଦରକାର? ଯେଉଁ ଅପରାଜିତା ଗଛ ହୋଇଥାଏ ଏହାର ପୁଷ୍ପ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଅପରାଜିତାର ପୁଷ୍ପ ମା ଲକ୍ଷ୍ମୀଙ୍କୁ ବହୁତ ବେଶୀ ପସନ୍ଦ ଅଟେ ଏବଂ ଅଧିକ ଥର ମା ଲକ୍ଷ୍ମୀ ପୂଜାରେ ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତ ଅପରାଜିତାର ଗଛର ଚେରକୁ ଏହି ଧନତେରସ ଦିନ କିମ୍ବା ଦୀପାବଳି ଦିନ ନେଇ ଆସନ୍ତୁ ଏବଂ ଏହାକୁ ଧାରଣ କରନ୍ତୁ। ଏହାକୁ ଚାନ୍ଦିର ତାବିଜରେ ପୁରାଇ ଧାରଣ କରିପାରିବେ। ଦେଖିବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବ। ଭାଗ୍ୟର କବାଟ ଖୋଲି ଯାଇଥାଏ। ଚାକିରି ଦରକାର ଯଦି ଆପଣଙ୍କୁ ଚାକିରି ପ୍ରାପ୍ତ ହୋଇଥାଏ। ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ମନୁଷ୍ୟର ବିଶ୍ୱାସ ରଖିବା ବହୁତ ଜରୁରୀ ହୋଇଥାଏ। ଯେଉଁ ଲୋକ ମାନିଥାନ୍ତି ସେମାନଙ୍କ ପାଇଁ ଭଗବାନ ଅଛନ୍ତି। ଯେଉଁ ଲୋକ ମାନି ନଥାନ୍ତି ତ ପଥର ଭାବିଥାନ୍ତି। ଭଗବାନ ଆପଣଙ୍କ ସାମ୍ନାରେ ବି ଛିଡ଼ା ହୋଇପଡ଼ିଲେ ବି ତ ତଥାପି ବି ପଥର ତୁଲ୍ୟ ଅଟନ୍ତି। ଯଦି ଆପଣ ଭଗବାନଙ୍କୁ ମାନିଥାନ୍ତି ତ ପଥର ବି ଆପଣଙ୍କ ପାଇଁ ଭଗବାନ ଯେମିତି ପୂଜନୀୟ ହୋଇଯାଇଥାଏ। ମୁଁ ଆପଣଙ୍କୁ ଯେତିକି ଜଡ଼ିବୁଟି ବିଷୟରେ କହିଲି, ଯଦି ଆପଣଙ୍କର ବିଶ୍ୱାସ ଅଛି ତେବେ ଯାଇ ଏହା ଆପଣଙ୍କୁ ଭଲ ପରିଣାମ ଦେବ। ତ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ, ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି କରିବା ପାଇଁ ଏହି ଚେର ଏହି ଦୀପାବଳି କିମ୍ବା ଧନତେରସ ଦିନ ନିଶ୍ଚୟ ଧାରଣ କରନ୍ତୁ। ସର୍ବଦା ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ। ଏହି ଚେର ଏବଂ ସର୍ବଦା ଆପଣଙ୍କର ସାଥ ଦେବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।